ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଥିଲା। କିଏ ଭୋଜିଭାତ କଥା ବୁଝିବ କହୁଥିଲା ତ କିଏ ଘର କାମରେ ଲାଗି ପଡ଼ିଥିଲା। ଆଉ କେହି କେହି ବାପାଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଝରେଇ ଚାଲିଥିଲେ। ବାପାଙ୍କ ଅନୁପସ୍ଥିତିଟା ସତେ ଯେମିତି ସମସ୍ତଙ୍କୁ ଅଥୟ କରିଦେଇଥିଲା। ଏଇ 10 ଦିନ ହେବ ଚାଲି ଯାଇଥିଲେ ବାପା। ଘରେ ଖେଳି ଯାଇଥିଲା ଶୋକର ଲହରୀ। ଏବେ ଦଶା କର୍ମ ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ବି ଲାଗିଥିଲା। କିନ୍ତୁ ଦୈବର ବିଚାର ଆଉ କିଛି ଥିଲା। ଦୁଃଖରେ ବୁଡ଼ି ରହିଥିବା ପରିବାରଟା ଅଣ୍ଟା ସଳଖିବା ଆଗରୁ ଆଉ ଏକ ଝଡ଼ ମାଡ଼ି ବସିଲା ତାଙ୍କ ଉପରେ। ପରିବାରଙ୍କ ଗୋଟିଏ ଦୁଃଖ ମନରୁ ନ ପାସରୁଣୁ ଭଗବାନ ଦେଇଦେଲେ ଆଉ ଗୋଟିଏ ଦୁଃଖ। ଆଉ ଯେଉଁ ପୁଅ ଆଜି ମୃତ ବାପାଙ୍କର ଶୁଦ୍ଧିକ୍ରିୟା କରିଥାନ୍ତା, ସେଇ ପୁଅ ଆଜି ସମସ୍ତଙ୍କୁ ଧୋକା ଦେଇ ଆରପାରିକୁ ଚାଲିଗଲା। ଆଉ ଅଧାରେ ରହିଗଲା ମୃତ ବାପାଙ୍କ ଶୁଦ୍ଧିକ୍ରିୟା। ହଁ ଆଜ୍ଞା, ବାପାଙ୍କ ଦଶା ଦିନ ହିଁ ଚାଲିଗଲା ପୁଅର ଜୀବନ। ଏ ଖବର ଶୁଣି ପୁରା ପରିବାରର ପାଦ ତଳୁ ଯେମିତି ମାଟି ଖସିଗଲା। କ'ଣ କରିବେ ତାଙ୍କୁ ଆଉ କିଛି ବୁଦ୍ଧିବାଟ ଦିଶୁନଥିଲା। କାରଣ ଯେଉଁ ପୁଅ ବାପାଙ୍କ ଦଶାହରେ ସମସ୍ତ କର୍ମ କରିଥାନ୍ତା, ସେ ଆରପାରିକୁ ଚାଲିଗଲା। ବାପାଙ୍କ ମୃତ୍ୟୁରେ ପୁଅ ରାଜେନ୍ଦ୍ର ଭାଙ୍ଗି ପଡ଼ିଥିଲା। ଏହାକୁ ନେଇ ପୁଅ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଗାଁରେ ଆସି ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ରାଜେନ୍ଦ୍ରଙ୍କର 3ଟି ସନ୍ତାନ ଅଛନ୍ତି। ନିରୀହ ପିଲାଙ୍କ ମୁଣ୍ଡ ଉପରୁ ସବୁଦିନ ପାଇଁ ବାପାର ହାତଟା ଉଠି ଯାଇଥିଲା। ବାପା ଛେଉଣ୍ଡ ହୋଇଗଲେ 3 ପିଲା। କିଏ ଏମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଗଢ଼ିଦେବ, ଏଥିପାଇଁ ସରକାର କିଛି ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଅତରଙ୍ଗ ଗାଁରେ ନଜରକୁ ଆସିଛି ଏଭଳି ଘଟଣା। ଏହି ଗାଁର ପ୍ରାପ୍ତ ବୟସ୍କ ବ୍ୟକ୍ତି ଉଦୟ ଗୌଡ଼ଙ୍କ ଗତ 11 ତାରିଖ ଦିନ ମୃତ୍ୟୁ ହୋଇଥିଲା। ପେଟରେ କଷ୍ଟ ହେଉଥିବା ନେଇ ସେ ହସ୍ପିଟାଲ ଯାଇଥିଲେ, ହେଲେ ସେଠାରେ ତାଙ୍କର ଜୀବନ ଚାଲି ଯାଇଥିଲା। ଏପରି ଅଚାନକ ମୃତ୍ୟୁ ଖବର ପାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏୱାନ୍ ଓଡ଼ିଆ।